दयाल हो दयाल हो दयाल। अवजानन्ति मां मूढा मानसिं तनुमाश्रितं परं भावमजानन्तो मम भूत महेश्वरम्। समस्त भूत महेश्वर मोर ଏହି ପରମ ଭାବ ନ ଜାଣି ମନୁଷ୍ୟ ଦେହାଶ୍ରିତ ବୋଲି ମୋତେ ମୂଢ଼ ବ୍ୟକ୍ତିଗଣ ଅବଜ୍ଞା କରନ୍ତି। କିନ୍ତୁ ମଣିଷର ମଙ୍ଗଳ ପାଇଁ ହିଁ ମୋତେ ଯୁଗେ ଯୁଗେ ମାନବ ତନୁ ଧାରଣ କରି ଆସିବାକୁ ହୁଏ। ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପରମ ଆରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଶ୍ରୀଚରଣରେ ଶତ ସହସ୍ର କୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଓ ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ରାନନ୍ଦିତ ଜୟଗୁରୁ ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ସବୁଦିନ ପରି ଆଜି ବି ଏହି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟରୁ ପ୍ରଥମେ ସ୍ୱାଗତ। ଆସନ୍ତୁ ଆଜିର ଆଉ ଗୋଟିଏ ଅତି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟି ଆରମ୍ଭ କରିବା। ଆଜିର ଏହି ବିଷୟବସ୍ତୁଟି ହେଉଛି ଆମେ ମଣିଷକୁ ଭଗବାନ ବୋଲି କାହିଁକି କହୁ। ଆଜି ଅନେକ ଜିଜ୍ଞାସୁମାନଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଯେ ଆମେ ମଣିଷକୁ କାହିଁକି ଭଗବାନ କହିବା। ଆଜି ଅନେକ ସମ୍ପ୍ରଦାୟ ଭିତରେ ଏହି କଥାଟିକୁ କିଛି ମାନନ୍ତି ଆଉ କିଛି ମାନନ୍ତି ନାହିଁ ଯେ ଆମେ ମଣିଷକୁ କାହିଁକି ଭଗବାନ କହିବା। ସେ ତ ଆମ ପରି ସାଧାରଣ ମଣିଷଟିଏ। ଜନ୍ମ ମୃତ୍ୟୁ ମୋହ ମାୟାର ଚକ୍ର ବିହୁରେ ଆମେ ଯେମିତି ଘାଣ୍ଟି ହେଉଛେ ସେ ବି ତ ସେମିତି ଘାଣ୍ଟି ଚକଟି ହୋଇ ଚାଲନ୍ତି ଆଉ ଶେଷରେ ଦେହ ତ୍ୟାଗ କରନ୍ତି। ପୁଣି ତାଙ୍କୁ କାହିଁକି ଆମେ ଭଗବାନ କହିବା। ବନ୍ଧୁଗଣ, ଆଜି ଏହି ପ୍ରଶ୍ନର ଉତ୍ତରରେ ଆମେ ଆପଣମାନଙ୍କ ପାଖରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା ଯେ ମଣିଷ କିପରି ଭଗବାନ ହୋଇପାରିବ। ଅଧିକାଂଶ ଆମେମାନେ ଏଇ ମଣିଷକୁ ଭଗବାନ ବୋଲି କିଛି ପରିସ୍ଥିତିରେ ମାନିଥାଉ କିମ୍ବା କିଛି ମାନବୀୟ ଗୁଣ ଦେଖି ଅଲୌକିକତାର ଗୁଣ ଦେଖି କହୁ ମାନୁ। ଯେପରିକି ମଣିଷ ଯେତେବେଳେ ଅନ୍ୟ ଲୋକଙ୍କ ପାଇଁ ନିସ୍ୱାର୍ଥ ଭାବରେ କାମ କରେ ତାଙ୍କର କାର୍ଯ୍ୟକୁ ଦେଖି ଆମେ କହୁ ଏଇ ତ ଭଗବାନ ରୂପେ ଆସିଛନ୍ତି, ଯାହାଙ୍କ ପାଖରେ ଦୟା କରୁଣା ଓ ପ୍ରେମର ପ୍ରତିଭା ପୂରାପୂରି ରହିଛି। କେହି ଯେତେବେଳେ ବିପଦରେ ପଡ଼େ ନା ଆଉ ସେ ସ୍ୱତଃସ୍ଫୂର୍ତ୍ତ ଭାବରେ ତାର ଅନ୍ତର ଆତ୍ମାରୁ ଡାକରାଟିଏ ଦିଏ, ସେତେବେଳେ ଯିଏ ସେଇ ଲୋକକୁ ସେଇ ସମୟରେ ଉଦ୍ଧାର କରନ୍ତି ଆପଣମାନେ କୁହନ୍ତୁ ତ ତା ପାଖରେ ସେ ଭଗବାନ ଭାବରେ ଅନୁଭବ ହୁଅନ୍ତି ନା ଆଉ କେହି। ହଁ ବନ୍ଧୁଗଣ, ଏହିପରି ତାଙ୍କ ପାଖରେ ଅସାଧାରଣର କ୍ଷମତା ବା ପ୍ରଭାବ ଥାଇ କିଛି ମଣିଷଙ୍କର ମନ ବୁଦ୍ଧି କାର୍ଯ୍ୟ ବା ଦୃଷ୍ଟିକୋଣ ଏମିତି ପରିଲକ୍ଷିତ ହୁଏ ଯାହା ଦେଖି ଲୋକେ କୁହନ୍ତି ଏହି ହେଉଛନ୍ତି ସେହି ଯୁଗ ପୁରୁଷୋତ୍ତମ ଯିଏ ମଣିଷ ରୂପେ ଜନ୍ମଗ୍ରହଣ କରିଛନ୍ତି ଖାସ୍ ଆମରିମାନଙ୍କର ଉଦ୍ଧାର ପାଇଁ। ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠତି। ଅର୍ଥାତ୍ ଭଗବାନ ସବୁ ଜୀବର ହୃଦୟ ମଧ୍ୟରେ ବାସ କରନ୍ତି। ଖାଲି ସେତିକି ନୁହେଁ, ଆମମାନଙ୍କର ଶାସ୍ତ୍ର ଅନୁଯାୟୀ ସ୍ୱୟଂ ଭଗବାନ ଏହି ଧରାପୃଷ୍ଠରେ ମଣିଷର ରୂପ ଧାରଣ କରି ଯୁଗେ ଯୁଗେ ଅବତୀର୍ଣ୍ଣ ହୋଇଛନ୍ତି ଆଉ ତାଙ୍କର ଏହି ସୃଷ୍ଟିକୁ ସେ ସଦାସର୍ବଦା ରକ୍ଷା କରିଛନ୍ତି। ତାପରେ ବି
ଆମମାନଙ୍କ ଭିତରୁ କେତେ ବିଶ୍ୱାସ କରନ୍ତି ଆଉ କେତେ ଅବିଶ୍ୱାସ ବି କରନ୍ତି। ଆଜି ପର୍ଯ୍ୟନ୍ତ ଏହି ବିଶ୍ୱାସ ଓ ଅବିଶ୍ୱାସର ଦ୍ୱନ୍ଦ୍ୱ ଭିତରେ ଏ ମୃଢ଼ ମନୁଷ୍ୟ ଘୂରି ବୁଲୁଛି। ଏହି ବିଶ୍ୱାସୀ ମଣିଷଟି ଆଜି ବି ତାଙ୍କୁ ମାନି ଚାଲିଛି, କିନ୍ତୁ ଏହି ଅବିଶ୍ୱାସୀ ମଣିଷଟି ଧୀରେ ଧୀରେ ପ୍ରବୃତ୍ତିମୁଖୀ ଚଳନି ଦେଇ ତାଙ୍କୁ ପାଶୋରି ଦେଇଛି, ଯାହାଦ୍ୱାରା ଆଜି ସମାଜରେ ଅନେକ ପ୍ରକାର କୁକାର୍ଯ୍ୟ, ଅନ୍ୟାୟ, ଅନୀତି, ଅସଙ୍ଗତପୂର୍ଣ୍ଣ କାର୍ଯ୍ୟ ବଢ଼ି ଚାଲିଛି। ଯେଉଁ କଥା ଆମେ ଆଗରୁ କେବେ ଦେଖି ନାହିଁ ଆଜି ତାହା ଦେଖୁଛେ। ଯେଉଁ କଥା ଆଗରୁ କେବେ ଆମର କାନ ଶୁଣି ନାହିଁ ଆଜି ତାହା ଶୁଣୁଛେ। ତଥାପି ଏ ମଣିଷ ନିଜକୁ ସୁଧାରି ନେଉନି। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଆହୁରି କହିଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ। ସତ ହେଉଛି ଧର୍ମର ଆଧାର। ଯିଏ ସତ୍ୟରେ ଚାଲେ ସେ ମଣିଷ ବି ହେଉ ପଛେ ତା ପାଖରେ ତାର ଅନ୍ତରରେ ସ୍ୱୟଂ ପରମେଶ୍ୱର ବାସ କରନ୍ତି। ଭଗବାନ ଶ୍ରୀକୃଷ୍ଣ ପ୍ରିୟ ଅର୍ଜୁନକୁ କହୁଛନ୍ତି, ହେ ଅର୍ଜୁନ, ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମର ଅଭ୍ୟୁତ୍ଥାନ ଘଟେ, ସେତେବେଳେ ସାଧୁମାନଙ୍କର ପରିତ୍ରାଣ ପାଇଁ ଓ ଦୁଷ୍କୃତକାରୀଙ୍କର ବିନାଶ କରିବା ପାଇଁ ଆଉ ପୁନଃ ଧର୍ମର ସ୍ଥାପନା କରିବା ପାଇଁ ମୁଁ ନିଜକୁ ସୃଷ୍ଟି କରି ଏହି ଧରାପୃଷ୍ଠରେ ଅବତୀର୍ଣ୍ଣ ହୁଏ। ଠିକ୍ ଏହି କଥା ମୋର ପ୍ରାଣର ଠାକୁର ବି କହିଛନ୍ତି। ଧର୍ମ ଯେବେ ବିପାକ ବାହାନେ ବ୍ୟର୍ଥ ଅର୍ଥେ ଧାଏଁ ପ୍ରେରିତ ପୁରୁଷ ହୁଅନ୍ତି ଆବିର୍ଭୂତ ପାପୀ ପରିତ୍ରାଣ ପାଏ। ଅର୍ଥାତ୍ ଏଥର ପାପୀ ତାପୀ ସମସ୍ତଙ୍କୁ ରକ୍ଷା କରିବା ପାଇଁ ହିଁ ତାଙ୍କର ଦିବ୍ୟ ଆବିର୍ଭାବ। ଧର୍ମ ଯେତେବେଳେ ଚରମ ବିକୃତିର ପଥରେ ଚାଲେ, ମଣିଷର ସ୍ୱଚ୍ଛନ୍ଦ ଜୀବନଯାତ୍ରା ବଞ୍ଚିବା ଓ ବଢ଼ିବା ଯେତେବେଳେ ବିଘ୍ନ ପ୍ରାପ୍ତି ହୁଏ, ବ୍ୟାହତ ଓ ବିପର୍ଯ୍ୟସ୍ତ ହୁଏ, ସେତେବେଳେ ହିଁ ଧର୍ମର ଗ୍ଲାନି ହୁଏ। ମଣିଷର ପ୍ରବୃତ୍ତିବଶ୍ୟତା, କାମନା, ବାସନା, ଲୋଭ, ଦମ୍ଭ, ସ୍ୱାର୍ଥ, ଗୃଧୁତା, ମୋହ, ବିଜଡ଼ିତତା, ଇଷ୍ଟ ବିମୁଖତା, ଅନ୍ୟାୟୀ ବିଧବ୍ୟତେୟୀ ଚଳନ ଜୀବନକୁ ସେତେବେଳେ ସଙ୍କଟ ସଂକୁଳ କରି ତୋଳେ। ସତ୍ୟ, ନ୍ୟାୟ, ନିଷ୍ଠା, କର୍ତ୍ତବ୍ୟବୋଧ, ସହଧର୍ମତା, ପ୍ରେମ, ପ୍ରୀତି ସବୁ କିଛି ମିଥ୍ୟା ହୋଇଯାଏ। ଆଉ କିଛି ଧର୍ମ ପ୍ରଚାରକ ଯେଉଁମାନେ, ସେମାନେ ମଧ୍ୟ ଏହି ସ୍ୱାର୍ଥ ସିଦ୍ଧି ନିମନ୍ତେ ଧର୍ମର ବିକୃତ ଅପବ୍ୟାଖ୍ୟା କରି ମଣିଷକୁ ବିଭ୍ରାନ୍ତ ଓ ଲାଞ୍ଛିତ, ପ୍ରତାରିତ କରି ତୋଳନ୍ତି। ଯେଉଁ ମଣିଷ ଭିତରେ ମଣିଷର ସେବା ଓ କର୍ମ ମାଧ୍ୟମରେ ଯେଉଁଠି ଦୟା, ନିଷ୍ଠା, ନିଃସ୍ୱାର୍ଥ ଭଲ ପାଇବା, ସେଇଠି ହିଁ ଭଗବାନ ରୁହନ୍ତି। ଆଉ କିଛି ଧର୍ମ ପ୍ରଚାରକ ଯେଉଁମାନେ ଅଛନ୍ତି, ସେମାନେ ମଧ୍ୟ ଏହି ସ୍ୱାର୍ଥ ସିଦ୍ଧି ନିମନ୍ତେ ମାତ୍ର ଧର୍ମର ବିକୃତ ଅପବ୍ୟାଖ୍ୟା କରି ମଣିଷକୁ ବିଭ୍ରାନ୍ତ ଓ ଲାଞ୍ଛିତ, ପ୍ରତାରିତ କରି ତୋଳନ୍ତି। ଆଉ ଯେଉଁ ମଣିଷ ଭିତରେ ମଣିଷର ସେବା ଓ କର୍ମ ମାଧ୍ୟମରେ ଯେଉଁଠି ଦୟା, ନିଷ୍ଠା, ନିଃସ୍ୱାର୍ଥ ଭଲ ପାଇବା, ସେଇଠି ହିଁ ତ ଭଗବାନ ରୁହନ୍ତି। ଯେପରିକି ମାଙ୍କ ପାଖରେ, ଗୁରୁଙ୍କ ପାଖରେ, ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ଆମେ ଭଗବାନଙ୍କର ଅଂଶ ଦେଖିଥାଉ। ସାର କଥା ହେଲା, ଭଗବାନ ଆମମାନଙ୍କର ଦୃଷ୍ଟିରେ ନ ଦେଖିପାରୁ ସତ, କିନ୍ତୁ ଆମର ମନରେ ତାଙ୍କୁ ଅନୁଭବ କରାଯାଇପାରେ। ସେ ସେହି ପବିତ୍ର ମନରେ ବାସ କରନ୍ତି। ତାଙ୍କୁ ଅନୁଭୂତି ମାଧ୍ୟମରେ ଦେଖିପାରିବ। ଆଜି ବି ଏହି ପ୍ରବୃତ୍ତିପରାୟଣ ମଣିଷ ସଦା ସର୍ବଦା ସେହି ଭଗବାନ ବା ଈଶ୍ୱରଙ୍କୁ ବିଶ୍ୱାସ କରିପାରେ ନାହିଁ। ଏଇଥିପାଇଁ ତାଙ୍କୁ ନେଇ ସନ୍ଦେହ, ଅବିଶ୍ୱାସ ରୂପକ ଆବରଣ ତା ମନରେ ଦେଖା ଦେଇଥାଏ, ଯାହା ଫଳରେ ସେ ଏତେ ସହଜରେ ମଣିଷକୁ ଭଗବାନଙ୍କର ଅଂଶ ବୋଲି ମାନି ନେଇପାରେ ନା। କହିଲେ କୁହେ,
ତୁମେ ଆଗେ ଭଗବାନଙ୍କୁ ଦେଖିଛ କି? ତାପରେ କହିବ। ମୋର ପ୍ରାଣର ଠାକୁର ଏହି ପ୍ରବୃତ୍ତିର ଆବରଣ ଭେଦ କରିବାର ପଥ ଦର୍ଶାଇ କହିଛନ୍ତି, ଯେତେବେଳେ ଭଗବାନଙ୍କ ପ୍ରତି ତୁମର ସନ୍ଦେହ ହୁଏ ସେତେବେଳେ ବୁଝିନିଅ ପ୍ରବୃତ୍ତିର ମାୟାଜାଲ ତୁମକୁ ଗ୍ରାସି ବସିଛି। ବିଶ୍ୱାସ ହିଁ ଜୀବନୀୟ, ଆଉ ସେ ହିଁ ମନୁଷ୍ୟକୁ ସତ୍ୟ ପଥେ ଚାଳିତ କରେ ଓ ଶକ୍ତିମାନ କରି ତୋଳେ। ଅବିଶ୍ୱାସ ଓ ସନ୍ଦେହ ମଣିଷକୁ ଅବିବେକୀ ଓ ଦୁର୍ବଳ କରି ତୋଳେ। ସଦ୍ଗୁରୁଙ୍କ ପ୍ରତି ଟାଣ ଯେତେ ବଢ଼େ ମଣିଷର ଭଗବତ ବିଶ୍ୱାସ ସେତେ ପକ୍କା ହୋଇଥାଏ। ସେ ସାଧନା ଭିତର ଦେଇ ସତ୍ତାର ଆଦିଭୂମି ଉପରେ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିବାକୁ ହୁଏ। ସେହି ଅନୁଭୂତି ଉପରେ ଦଣ୍ଡାୟମାନ ହେଲେ ଯାଇ ମନ ଟଳେ କମ୍। ପ୍ରବୃତ୍ତି ପରାୟଣତାର ଜାଲ ଭେଦ କରି ନ ପାରିଲେ ବିଶ୍ୱାସରେ ସ୍ଥିତି ଲାଭ କରି ହୁଏ ନା। ପ୍ରବୃତ୍ତି ପରାୟଣତା ଗୋଟିଏ ମିଥ୍ୟା ଆବରଣ ସୃଷ୍ଟି କରେ, ତାହା ସତ୍ୟକୁ ଆବୃତ କରି ରଖେ। ଯେପରି ସ୍ୱୟଂ ସୂର୍ଯ୍ୟ ପ୍ରକାଶମାନ, କିନ୍ତୁ ତାଙ୍କୁ ବି ମଝିରେ ମଝିରେ ମେଘର କଳା ବାଦଲ ଢାଙ୍କି ଦିଏ। ଠିକ୍ ସେହିପରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହି ଅବିଶ୍ୱାସର ଜଡ଼କୁ କାଢ଼ି ଫିଙ୍ଗିବାକୁ ହୁଏ। ଶ୍ରୀ ଠାକୁର ଆହୁରି କହିଛନ୍ତି, ଭକ୍ତର ବିଶ୍ୱାସ ହେଉଛି ପରମ ଧନ। କାରଣ ବିଶ୍ୱାସ ନଥିଲେ ସଂଶୟ ନିରାପଦରେ ହୃଦୟରେ ବାସ କରେ। ମାୟା ତାର କାୟା ବିସ୍ତାର କରେ, ଯାହାଦ୍ୱାରା ସେ ଭଗବାନ ବା ଗୁରୁଙ୍କ ମଧ୍ୟରେ ଫରକ ଦେଖେ। ଭାବେ ଭଗବାନ ହୋଇଥିଲେ କିଛି ଅଲୌକିକ ମନ୍ତ୍ର କରି ଦେଖାଇ ପାରିଥାନ୍ତେ। ସେମିତି କିଛି ତ ହେଲା ନାହିଁ, ତାହେଲେ ଏଠି ଭଗବାନ କିଏ? ଏହି ଭାବରେ ଦିଗଭ୍ରଷ୍ଟ ମଣିଷ ଏ ସଂସାରରୁ ତ୍ରାହି ପାଇପାରେ ନା। ଏଣୁ ବିଶ୍ୱାସ ଦ୍ୱାରା ମନରୁ ସଂଶୟ ଦୂର କରି ଭକ୍ତି ପଥର ଯାତ୍ରୀ ହେବା ପ୍ରତ୍ୟେକଙ୍କ ପକ୍ଷେ ମଙ୍ଗଳପ୍ରଦ ବୋଲି ଭାଗବତ ଆମର କୁହେ। ଭାଗବତରେ କୁହାଅଛି, ଜ୍ଞାନ ବୈରାଗ୍ୟ ଦୂର କରି ମୋର ଭକତି ଅନୁସରି ସର୍ବ ସଂଶୟ ନାଶ କରି ମାୟା ସଂସାରୁ ଯାନ୍ତି ତରି। ଶ୍ରୀ ଠାକୁର ବି କହିଛନ୍ତି, ଶ୍ରଦ୍ଧା ବିଶ୍ୱାସ ହେଉଛି ଦୁଇ ଭାଇ, ଗୋଟିଏ ଆସିଲେ ଅନ୍ୟଟି ବି ଆସେ। ସଦ୍ଗୁରୁଙ୍କଠାରେ ଯଦି ବିଶ୍ୱାସ ନ ହୁଏ ତେବେ ତାଙ୍କ ପ୍ରତି ଶ୍ରଦ୍ଧାଶୀଳ ହେଲେ ବା ତାଙ୍କୁ ଭଲ ପାଇଲେ ମଧ୍ୟ ବିଶ୍ୱାସ ତୁମର ଆସିଯାଏ। ଏହି ବିଶ୍ୱାସ ବିନା ସାଧକ ଏକବ୍ରତୀ ହୋଇପାରେ ନା। ଆଉ ଯେ ଏକବ୍ରତୀ ନୁହେଁ ସେ ଏକନିଷ୍ଠ ହେବ ବା କିପରି? ବିଶ୍ୱାସ ଯାହାର ଏଲୋମେଲୋ ଏକବ୍ରତ ହଏନା ସେ। ଦୀପନ ଦୀପ୍ତି ରହେନା ବୋଧେ, ନିଷ୍ଠା ହାରାୟ ତାର ସେ। ଅର୍ଥାତ୍ ବିଶ୍ୱାସ ନ ହେଲେ ହରିଙ୍କୁ ପାଇବା ସମ୍ଭବ ନୁହେଁ। ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ଆମେ ବୁଝିପାରୁନୁ ଯେ ମଣିଷ କ'ଣ ପ୍ରମାଣ କରିବାକୁ ଚାହେଁ। ଭଗବାନ ନାହାନ୍ତି ବୋଲି କହି ବୃଥା ଆଡ଼ମ୍ବରଯୁକ୍ତ ଯୁକ୍ତି ବାଢ଼ି କାହାକୁ ନ ମାନିବାକୁ ସଦା ଚେଷ୍ଟିତ ରହି ଅସଲରେ ନିଜର ହିଁ କ୍ଷତି କରି ଚାଲିଛି ସିନା, ଆଉ କିଛି ନୁହେଁ। ତା ଛଡ଼ା ଆଉ କିଛି ପାଇ ହୁଏ ନାହିଁ। ଆମେ ସମସ୍ତେ ଆଜି ନିଜକୁ ଭଗବାନ ବୋଲି ମନେ ମନେ ଚିନ୍ତା କରୁଛେ। ଏ ସମାଜରେ ଏଠି ଭଗବାନ ତ ଅନେକ ପ୍ରକାରର ଆମକୁ ଦେଖିବାକୁ ମିଳେ। ଯେମିତି ମୁଁ ପୂର୍ବରୁ କହିଛି, କିଛି ଅହଙ୍କାରୀ ଭକ୍ତମାନେ ଅଛନ୍ତି, ଭଗବାନ ବନାଇ ନିଜକୁ ସମାଜ ଆଗେ ଠିଆ କରୁଛନ୍ତି। କିମ୍ବା କିଛି ଉଚ୍ଚ ପଦବୀସ୍ଥ ଯେଉଁମାନେ ଅଛନ୍ତି, ତାଙ୍କର ପଦବୀର ଫାଇଦା ଉଠାଇ ନିଜକୁ ଅନ୍ୟ ପାଖରେ ବଡ଼ କରି ତୋଳୁଛନ୍ତି। ସତ କଥା ହେଲା, ଆମମାନଙ୍କୁ ଏମାନଙ୍କ ପାଖେ ବି ନିଜକୁ ପୂର୍ଣ୍ଣ ସମର୍ପିତ କରିବାକୁ ପଡ଼ିବ। ନ କଲେ ଏ ସମାଜରେ ଏ ସଂସାରରେ ଜୀବନ ବି ବଞ୍ଚିବା ବଢ଼ିବା ବଡ଼ କଷ୍ଟକର ବ୍ୟାପାର ହୋଇପଡ଼ିବ। ଏ ତ କଳିଯୁଗର ମଣିଷ, ବିନା ସ୍ୱାର୍ଥରେ କିଛି କରିବେନି କି କରାଇ ଦେବେନି। ତଥାପି ଏ ମଣିଷ ବୁଝି ବି ଅବୁଝା ହୁଏ, ଦେଖିବି ନ ଦେଖିଲା ପରି ଅଭିନୟ କରେ, ସବୁ ଶୁଣି ଚୁପ୍ ରହେ। କାରଣ ସେ ନିଜେ ହିଁ
ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଜାଣିବି କୌଣସି ପରିବର୍ତ୍ତନ ତା ଭିତରେ ହୁଏ ନାହିଁ। ସେଇଥିପାଇଁ ଶ୍ରୀ ଠାକୁର ଏହାରି ଉପରେ କେଇ ପଦ ସୁନ୍ଦର ଭାବରେ ବୁଝାଇ କହିଛନ୍ତି, ଚେତାଇ କହିଛନ୍ତି ଯେ ତୁମେ ଯେତେ ହିଁ ମିଥ୍ୟାଚାର କରନା କାହିଁକି, ଫାଙ୍କିବାଜି ପ୍ରତାରଣା କରନା କାହିଁକି, ସେଗୁଡ଼ିକ ତୁମର ଧାରଣା ଓ ବୋଧର ଚାରି ଦିଗରେ ଏପରି ଶକ୍ତ ପଟୁପୃଷ୍ଟି କରିବ ଯାହା ଭେଦ କରି ସିଧାସଳଖ କୌଣସି କିଛି ସମ୍ବନ୍ଧରେ ବିହିତ ବୋଧ ତ୍ରୁଟିକୁ ଜଗାଇ ପାରିବ ନାହିଁ। କଠିନ ହୋଇପଡ଼ିବ, ଦେଖିବ ଏକ, ଶୁଣିବ ଏକ, ଆଉ ବୁଝିବ ଅନ୍ୟ, କରିବ ବି ଅନ୍ୟ। ତେଣୁ ଏବେଠୁ ସାବଧାନ ହୋଇଯାଅ। ବିଶ୍ୱାସର କଥା ହେଲା ଦୁକୁଳ ଦୋଳା ମନଟି থাকে প্রশ্ন শূন্য হয় যখন, বিশ্বাস বলে তাকেই জানিস অচ্ୟୁତ ମନ হয় তখন। ତେଣୁ ଭଗବାନଙ୍କୁ ତ ଆମେ କେହି ଦେଖିନେ ସତ, ତ ତାଙ୍କୁ ତାଙ୍କର ପ୍ରକୃତିରୁ ଅନୁଭବ କରାଯାଇପାରେ, ତାଙ୍କର ଚନ୍ଦ୍ର ସୂର୍ଯ୍ୟଠାରୁ ଅନୁଭବ କରାଯାଇପାରେ, ତାଙ୍କର ଦିନ ରାତି ଅସ୍ତ ହେବା ଉଦୟ ହେବା ସେଥିରୁ ଅନୁଭବ କରାଯାଇପାରେ, ତାଙ୍କର ପ୍ରକୃତିର ପରିବର୍ତ୍ତନରୁ ଅନୁଭବ କରାଯାଇପାରେ। ଯେପରି ନିଜର ପରିବାର ଚଳାଇବା ପାଇଁ ଆମର ବାପା ଅଛନ୍ତି, ସେହିପରି ଏତେ ବଡ଼ ଦୁନିଆର ପରିଚାଳନା କରିବା ପାଇଁ ସେହିପରି ଜଣେ ପରମ ପିତା ବି ଅଛନ୍ତି। ସେ ହେଉଛନ୍ତି ଯାହାଙ୍କୁ ଆମେ କହୁଛେ ଭଗବାନ। ତାଙ୍କରି ଅଂଶ ରୂପ, ତାଙ୍କରି ଅପରୂପ, ତାଙ୍କରି ପରିଚୟ ନେଇ ଆସନ୍ତି ସେହି ମହାନ ପୁରୁଷ ଯାହାଙ୍କୁ ଆମେ କହୁ ପ୍ରିୟ ପରମ ପୁରୁଷ ସଦ୍‌ଗୁରୁ। ଆମେ ଯେତେ ଭଗବାନଙ୍କୁ ପାଶୋରି ଯାଉ, ସେ ସେତେ ଥର ଆମ ପାଇଁ, ଆମମାନଙ୍କର ଉଦ୍ଧାର କରିବା ପାଇଁ ଏହି ଧରାପୃଷ୍ଠରେ ମନୁଷ୍ୟ ରୂପ ନେଇ ଅବତୀର୍ଣ୍ଣ ହୁଅନ୍ତି। ସେ ତାଙ୍କର ଆଚରଣ ଦେଇ, ସେ ତାଙ୍କର ବାକ୍ୟ ବଚନ ଦେଇ ଆମମାନଙ୍କୁ ବୁଝାଇ ଦିଅନ୍ତି ଯେ ଏଠି ତୁମେ ବଞ୍ଚିବାର ପଥ କେଉଁଟା, ଏଠି ଭଗବାନ କିଏ ବୋଲି ନ ଦେଖିବୁ ସେ ଦେଖାଯିବେ କିପରି, ଯଦି ତାଙ୍କର କଥା ନ ଶୁଣିବୁ ସେ ବା ଶୁଣାଯିବେ କିପରି। ତୁମର ମନ ଭିତରେ ବସିଥିବା ଠାକୁର ଏମିତି ଭାବେ କ'ଣ ମିଳିଯିବେ? ଯେପରି ଗଣିତର ଶିକ୍ଷା ଲାଭ କରିବା ପାଇଁ ଜଣେ ଗଣିତଜ୍ଞର ଶରଣାପନ୍ନ ହେବାକୁ ପଡ଼େ, ଠିକ୍ ସେହିପରି ଭଗବାନଙ୍କୁ ପାଇବାକୁ ହେଲେ, ତାଙ୍କୁ ଚିହ୍ନିବାକୁ ହେଲେ, ତାଙ୍କୁ ଅନୁଭବରେ ପାଇବାକୁ ହେଲେ ସେହି ସଦ୍‌ଗୁରୁଙ୍କର ଶରଣାପନ୍ନ ହେବାକୁ ପଡ଼େ। ସେ ବିଶ୍ୱ ବ୍ରହ୍ମାଣ୍ଡର ରଚୟିତାଙ୍କର ଅସ୍ତିତ୍ୱ ଏତେ ସହଜରେ ସମସ୍ତଙ୍କ ପାଖରେ ଧରା ଦିଏ ନା, କିନ୍ତୁ ସଦ୍‌ଗୁରୁଙ୍କ ନିକଟରେ ତା ଅତି ସହଜରେ ଧରା ପଡ଼େ। ସେମାନଙ୍କ କଥା ଉପରେ ପୂର୍ଣ୍ଣ ବିଶ୍ୱାସ ନେଇ ମଣିଷ ଯେତେ ଜୀବନରେ ଆଗେଇ ଯାଏ, ସେମାନଙ୍କର ଜ୍ଞାନର ବୋଧ ବି ସେତେ ହିଁ ବଢ଼ୁଥାଏ। ଆଜି ମୋର ଠାକୁରଙ୍କର ସେହି କଥା ପଦେ ମନେ ପଡ଼େ। ମୋର ପ୍ରାଣର ଗରଜ ଶ୍ରୀ ଠାକୁର ନିଜର ପରିଚୟ ଦେଇ କହିଛନ୍ତି, ତୁମେ ଭଗବାନ କୁହ, ଅବତାର କୁହ, ଈଶ୍ୱର କୁହ, ବ୍ରାହ୍ମଣ କୁହ, ଠାକୁର ହିଁ କୁହ, ଆଉ ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ପୁଅ ଅନୁକୂଳ ଚନ୍ଦ୍ର ଚକ୍ରବର୍ତ୍ତୀ ହିଁ କୁହ, ଆଉ ହାଡ଼ି କୁହ କି ଡମ କୁହ, ତୁମେ ଯାହା ଇଚ୍ଛା ମୋତେ ତାହା କୁହ, ମୁଁ ଯାହା, ମୁଁ ତାହା। ମୁଁ ତୁମମାନଙ୍କୁ ଭଲ ପାଏ, ସେଇଟା ହିଁ ମୋର ନିଜର ସ୍ୱାର୍ଥ। ମୁଁ କହେ ତୁମ୍ଭେମାନେ ବଞ୍ଚି ରହି ସୁଖରେ ଦୀର୍ଘଜୀବୀ ହୁଅ, ଶାନ୍ତି ସ୍ୱସ୍ତିର ଅଧିକାରୀ ହୁଅ, କାରଣ ମୁଁ ତୁମମାନଙ୍କ ଭିତରେ ହିଁ ବଞ୍ଚି ରହିବାକୁ ଚାହେଁ। ଶେଷରେ ତାଙ୍କରି ଉପରେ ଟିକିଏ ଛୋଟ ବର୍ଣ୍ଣନା କରି ସାରିବି। ଗୁରୁ ବିନା ଜ୍ଞାନ ନାହିଁ, ଗୁରୁ ହେଉଛନ୍ତି ଦେବ, ତାଙ୍କ ପାଦ ପଦ୍ମେ ଲାଗି ରହୁ ନିତ୍ୟ ଭକ୍ତିରେ ସେବ। ଅର୍ଥାତ୍ ସେ ହିଁ ପ୍ରିୟ ପରମ ଭଗବାନଙ୍କ ରୂପରେ ମାନବ ଶରୀରରେ ଅବତୀର୍ଣ୍ଣ। ତେଣୁ ହେ ମୋର ଭକ୍ତବୃନ୍ଦ, ପ୍ରିୟଜନ ପରିଜନ, ଆସ ତାଙ୍କୁ ଭକ୍ତି ସହିତ ଗ୍ରହଣ କର, ଅନୁସରଣ କର, ଜୀବନ ଦେଖିବ କେତେ ଧନ୍ୟ ହୋଇ ଉଠିବ। ତେବେ ବନ୍ଧୁଗଣ, ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜିର ଏହି ବିଷୟବସ୍ତୁରେ ଏତିକି। ପୁଣି ଆଉ ଗୋଟିଏ ଏଇଭଳି ଅତି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ।
जदि ए पर्यंत जयगुरु प्रार्थना चैनल को सब्सक्राइब करना ताले शीघ्र शीघ्र सब्सक्राइब कराई नियंतु और बेल नोटिफिकेशन को मध्य प्रेस करंतु ताकि सबुदिने एही भली अति सुंदर शिक्षणीय विषय वस्तु आपण पाखरे शीघ्र पहुँची पारिबो आउ परम दयालंकर आशीर्वाद भी संगे नहीं आपणक मनरे भक्ति भाव को द्विगुणित करि पारिबो। तेबे आसंतु आजिर विषय वस्तु एतिकी पुणी आउ गोटे सुंदर शिक्षणीय विषय वस्तु नहीं आसीबु। से पर्यंत जय गुरु।